ସେପଟେ 4 ନମ୍ବର ପ୍ଲାଟଫର୍ମରେ ଟ୍ରେନ୍ ଛାଡ଼ିବା ହେଉଥାଏ। ଏପଟେ ରାଜୁ ଦୌଡ଼ିଥାଏ ଜୀବନ ବିକଳରେ ଟ୍ରେନ୍କୁ ଧରିବା ପାଇଁ। ଷ୍ଟେସନରେ ଥିବା ପୋଲିସ ଭାଇ କାହିଁକି ଦୌଡ଼ୁଛି ଭାବି ପଛପଟୁ ଜୋର ଜୋର କିଳାରେ ବାଡ଼େଇ ଚାଲିଥାନ୍ତି। ଶେଷରେ ଟ୍ରେନ୍କୁ ଧରିବା ବେଳକୁ ଟ୍ରେନ୍ରୁ ପାଦ ଖସିଗଲା ଯେ ତଳେ ଭୁସ୍ କିଣା ପଡ଼ିଲା। ଶକ୍ତ କଚଡ଼ାଟେ ଖାଇଲା ରାଜୁ। ପୁଣି ଉଠିଲା, ଟ୍ରେନ୍ରେ ଚଢ଼ିଲା। ପ୍ରଥମ ଥର ଯାଉଥାଏ ସୁରଟ। ଗାଁର ଜଣେ ମଉସା ତା ପାଇଁ କାମ ଠିକ୍ କରିଛନ୍ତି। ଦରମା ଖାଇ ପିଇ 10,000 ଟଙ୍କା ମାସିକ। ସେ କେବେ ହେଲେ 10,000 ଟଙ୍କା ଏକା ସହ ଦେଖିନି। ମୁଣ୍ଡ ଉପରେ ତାର ଭଉଣୀର ବାହାଘର। ବାପାଙ୍କ ବଡ଼ ପୁଅ, ହେଲେ ପଇସା ଅଭାବରୁ ପାଠ ପଢ଼ି ପାରିନି। ଓଡ଼ିଆ ଅଳ୍ପ ବହୁତ ପଢ଼ିଦିଏ। ସେ ପ୍ରଥମ ଥର କରି ଟ୍ରେନ୍ରେ ବାହାରକୁ ଯାଉଥାଏ। ଜାଣିନାହିଁ କେଉଁ ବଗି କେତେ ପଇସା, ଟିକେଟ୍ କେମିତି କ'ଣ ହୁଏ। ଉପରକୁ ଉଠିଲା ପରେ ବଗି ଥଣ୍ଡା ଥଣ୍ଡା ଲାଗିଲା। ଦୌଡ଼ି ଦୌଡ଼ି ବୁହାଇଥିବା ଝାଳ ସବୁ ଦେହରେ ମରିବାକୁ ଲାଗିଲେ। ଭିତରେ ଦେଖିଲା ବଡ଼ ବଡ଼ ବାବୁମାନେ ବସିଛନ୍ତି। କିଏ ଲାପଟପ୍ ଚଲାଉଛି, କିଏ ମୋବାଇଲ ଦେଖୁଛି, କେହି କେହି ଖାଉଛନ୍ତି, ଆଉ କେହି କେହି ଶୋଇଛନ୍ତି ମଧ୍ୟ। ସେ ସମୟରେ ଜଣେ ବାବୁ ବୋଧେ ପରିସ୍ରା କରିବାକୁ ଯାଇଥିଲେ। ସେ ଆସିବା ସମୟରେ ରାଜୁର ଗୋଡ଼ ଉପରେ ଚଢ଼ିଗଲେ। ରାଜୁ ଜୋର ଚିଲେଇ କହିଲା, ବୋଉଲୋ। ବାବୁ ଜଣକ କହିଲେ, ତୁ ଏଠି କ'ଣ କରୁଛୁ? ଟିକେଟ୍ କାହିଁ ତୋର ଦେଖା। ସେ କହିଲା, ଟିକେଟ୍ କ'ଣ ବାବୁ, ମୁଁ ଜାଣିନାହିଁ। ମୋ ମଉସା ବା ଡାକିଛନ୍ତି ସୁରଟ, ମୁଁ ଯାଉଛି କାମ କରିବାକୁ। ସେ କହିଲେ, ତ ମଉସା ଡାକୁ କି ମାଉସୀ, ବିନା ଟିକେଟରେ କେମିତି ଯିବୁ? ଏଇଠି ବଡ଼ ବଡ଼ ବାବୁମାନେ ଯାଆନ୍ତି, ତମ ଭଳିଆ ଛୋଟ ଲୋକ ନୁହନ୍ତି। ନିରୀହ ରାଜୁ ହଁ ହଁ କହୁଥାଏ। ସେପଟେ ଆର ବାବୁ ଜଣଙ୍କ ଟିଟିଆଇକୁ ଡାକି ଧରେଇ ଦେଲେ ରାଜୁକୁ। ଟିଟିଆଇ କହିଲେ, ତମେ ଜେନେରାଲ ବଗିକୁ ଯାଅ, 350 ଟଙ୍କା ଦିଅ, ମୁଁ ତୁମର ଟିକେଟ୍ କରିଦେଉଛି। ରାଜୁ ଘରୁ ଆଣିଥିବା ବ୍ୟାଗକୁ ଅଣ୍ଡାଳି ଅଣ୍ଡାଳି ଦେଖେ ତ 130 ଟଙ୍କା ସର୍ବମୋଟ ବାହାରିଲା। ତାକୁ ବି ସେ ଠିକ୍ ସେ ଗଣି ପାରୁନଥାଏ। ଟିଟିଆଇ କହିଲେ, ଏତିକିରେ ହେବନି, ତୁମେ ଓହ୍ଲେଇ ଯାଅ। ରାଜୁର ଏକା ଜିଦ୍, ସେ ମଉସା ପାଖକୁ ଯିବ, କାମ କରିବ। ରାଜୁ କହିଲା, ସାର୍ ମୁଁ ଦରମା ପାଇଲେ ଆପଣଙ୍କୁ ସବୁ ପଇସା ସୁଝିଦେବି। ଟିଟିଆଇ ଜଣକ କହିଲେ, ଏଇଟା ତମ ଗାଁର ରାସନ ଦୋକାନ ନୁହେଁ, ଦରମା ପାଇଲେ ସୁଝିଦେବ। ରାଜୁ ବାରମ୍ବାର ଜିଦି କରୁଥାଏ, ନା ମୁଁ ଓହ୍ଲେଇବିନି, ମୁଁ ମଉସା ପାଖକୁ ଯିବି, କାମ କରିବି। ବାରମ୍ବାର ଜିଦି ଦେଖି ସେଠାରେ ଥିବା ବାବୁମାନେ ରାଜୁକୁ ବହୁତ ମାଡ଼ ମାରିଲେ। ରାଜୁ କାନ୍ଦି କାନ୍ଦି କହୁଥାଏ, ମୁଁ ମଉସା ପାଖକୁ ଯିବି, ମୁଁ ଚାକିରି କରିବି, ମୋ ଭଉଣୀର ବାହାଘର କରିବି, ମୋ ବାପା ବୋଉଙ୍କ କଥା ବୁଝିବି, ମୋତେ ଯିବାକୁ ଦିଅ। ଏତେ ମାଡ଼ ଖାଇସାରିଲା ପରେ ତାକୁ ସମସ୍ତେ ବାହାର କରିଦେଲେ। ସେ ବିଚାରା ତାର ସ୍ୱପ୍ନ ସବୁ ସ୍ୱପ୍ନରେ ରହିଗଲା।